ବାସ୍ତୁମଣ୍ଡଳ ରେ ଉତ୍ତର ଦିଗ ପାଇଁ କେଉଁ ସ୍ଥାନଟି ସବୁଠାରୁ ସର୍ବୋତ୍ତମ ହୋଇଥାଏ? ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ସିଦ୍ଧି ବିନାୟକ ବାସ୍ତୁ ଜ୍ୟୋତିଷ ସଂସ୍ଥାନ ତମାଣ୍ଡୋ ଭୁବନେଶ୍ୱର। ମୁଁ ବାସ୍ତୁବିଦ୍ ଏବଂ ଜ୍ୟୋତିର୍ବିଦ୍ ଶ୍ରୀଯୁକ୍ତ ସୁଶାନ୍ତ କୁମାର ତ୍ରିପାଠୀ। ବନ୍ଧୁଗଣ, ଉତ୍ତର ଦିଗକୁ ରାସ୍ତା ଥିଲେ ପ୍ଲଟରୁ ବା ଘରୁ ଉତ୍ତର ଦିଗକୁ ଦ୍ୱାରଟିଏ କରିବାକୁ ପଡ଼ିଥାଏ। କେଉଁ ସ୍ଥାନରେ ଉତ୍ତର ଦିଗକୁ ଦ୍ୱାରଟିଏ କଲେ, ଗୃହର ମୁଖ୍ୟ ଦ୍ୱାର ବା ପ୍ରବେଶ ଦ୍ୱାର କଲେ ସବୁଠାରୁ ଶୁଭ ଫଳ ପ୍ରଦାୟକ ହୋଇଥାଏ ଏବଂ କେଉଁ ବାସ୍ତୁ ଦେବତାଙ୍କ ଭାଗରେ ପ୍ରବେଶ ଦ୍ୱାର କରାଯାଏ, ଯେଉଁଠିକି ଧନଧାନ ପ୍ରାପ୍ତି ହେବ, ସମ୍ପତ୍ତି ପ୍ରାପ୍ତି ହେବ, ଗୃହରେ ପିଲାମାନେ ମଣିଷ ପରି ମଣିଷଟିଏ ହେବେ, ସମାଜରେ ପଦପ୍ରତିଷ୍ଠା ଲାଭ ହେବ, ସୁଖ ଶାନ୍ତି ଗୃହରେ ଆପଣ ପାଇପାରିବେ। ବନ୍ଧୁଗଣ, ଏପରି କେଉଁ ଭାଗଟି? ସାଧାରଣତଃ ଗରୁଡ଼ ପୁରାଣ ଅନୁସାରେ 4ଟି ଦିଗ ପାଇଁ 32ଟି ଦ୍ୱାର ପାଇଁ ବ୍ୟବସ୍ଥା ଅଛି ବାସ୍ତୁଶାସ୍ତ୍ରରେ। ଉତ୍ତର ଦିଗର ଚତୁର୍ଥ ଭାଗ ବାୟୁକୋଣଠାରୁ ଯଦି ଐଶାନ୍ୟ କୋଣକୁ 8 ଭାଗ କରାଯାଏ, ଗରୁଡ଼ ପୁରାଣ ଅନୁସାରେ ଚତୁର୍ଥ ଭାଗଟି ହେଉଛି ବାସ୍ତୁ ଦେବତା ବା ଭଲ୍ଲାଟଙ୍କ ବାସ୍ତୁ ଦେବତା, ତାଙ୍କର ନାମ ହେଉଛି ଭଲ୍ଲାଟ।